ଆଲୁମିନିୟମ ପାତ୍ରରେ ରୋଷେଇ କରି ଖାଇଲେ ମଣିଷ ଧୀରେ ଧୀରେ କେଉଁ ରୋଗରେ ଆକ୍ରାନ୍ତ ହୋଇଥାଏ? ଆଲୁମିନିୟମ ପାତ୍ରରେ ରୋଷେଇ କରି ଖାଇଲେ ମଣିଷ ଧୀରେ ଧୀରେ କେଉଁ ରୋଗରେ ଆକ୍ରାନ୍ତ ହୋଇଥାଏ? ଏଠାରେ ଅପସନ୍ ଅଛି ଚର୍ମରୋଗ, ମସ୍ତିଷ୍କ, କିଡନୀ ଓ ଅସ୍ଥି, ବଦହଜମି। ଏହି ପ୍ରଶ୍ନଟିର ଉତ୍ତର ଜାଣିବା ପୂର୍ବରୁ ଆମ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଆମ ଏହି ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ତେବେ ଏବେ ଆସନ୍ତୁ ଏହାର ସଠିକ୍ ଉତ୍ତରଟି ଜାଣିବା। ଏହାର ସଠିକ୍ ଉତ୍ତରଟି ହେଉଛି କିଡନୀ ଓ ଅସ୍ଥି। ଧନ୍ୟବାଦ।